ଆଜ୍ଞା ଦେଖନ୍ତୁ ଇଏ ହେଉଛି ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠ। ଏଠି ରାତି ପାଇଲେ ଲକ୍ଷାଧିକ ଲୋକ ଏଠାକୁ ଆସନ୍ତି। ଆସନ୍ତା ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ କାର୍ଯ୍ୟଗୁଡ଼ିକ ବହୁତ ସ୍ପିଡ୍ ଅପ୍ ହେଉଛି, ତ୍ୱରାନ୍ୱିତ ହେଉଛି। ଏଠି ଯେହେତୁ ଆସନ୍ତା ଦିନରେ ଦେବସ୍ନାନ ପୂର୍ଣ୍ଣମୀ ଆସୁଛି, ଜ୍ୟେଷ୍ଠ ପୂର୍ଣ୍ଣମୀ, ଲକ୍ଷାଧିକ ଭକ୍ତ ଆସିବେ, ସେଥିପାଇଁ କାର୍ଯ୍ୟକ୍ରମଗୁଡ଼ିକ ବହୁତ ସ୍ପିଡ୍ ଅପ୍ରେ ଚାଲିଛି। କିନ୍ତୁ ଆଜ୍ଞା ବଡ଼ ଦୁଃଖର ପରିତାପର ବିଷୟ, ଆପଣମାନେ ଏଠି ଦେଖନ୍ତୁ ସମସ୍ତ ଦୋକାନୀ ବନ୍ଧୁମାନେ ବସିଛନ୍ତି। ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଦେଖାଉଛି। ଏଠି ଦେଖନ୍ତୁ ଗୋଟେ ଦୀପ ଦୋକାନଟେ ଅଛି, ଏଠି ଗୋଟେ ଫୁଲ ଦୋକାନ ଅଛି, ଏଠି ଗୋଟେ ଫୁଲ ଦୋକାନ, ଏଠି ଗୋଟେ ଭୋଗ ଦୋକାନ, ଏଠି ମଧ୍ୟ ଗୋଟେ ଭୋଗ ଦୋକାନ, ଏଠି ମଧ୍ୟ ଗୋଟେ ଭୋଗ ଦୋକାନ। ବିଗତ ଭିଡ଼ିଓରେ ମୁଁ ବି ଭାଇରାଲ କରିଥିଲି। ଏଠି ମଧ୍ୟ ଗୋଟେ ଭୋଗ ଦୋକାନ। ଏସବୁ ଭୋଗ ଦୋକାନ, ଏ ସମସ୍ତ ଭୋଗ ଦୋକାନୀ ମହାପୁରୁଷଙ୍କ ପାଖରେ ପ୍ରଣାମ କରନ୍ତି ଏବଂ ପାଦୁକ ମଧ୍ୟ ପାଆନ୍ତି। କିନ୍ତୁ ଆଜ୍ଞା ଆପଣଙ୍କୁ ମୁଁ ବର୍ତ୍ତମାନ ଗୋଟିଏ ଜିନିଷ ଦେଖାଇବା ପାଇଁ ଚାହିଁବି ଯେ ଗୋଟିଏ ଭୋଗ ଦୋକାନୀ ଅଛି ଯିଏକି ମହାପୁରୁଷଙ୍କ ପୀଠରେ, ମହାପୁରୁଷଙ୍କ ପାଖରେ କେବେ ନମସ୍କାର କରନ୍ତି ନାହିଁ କି ମହାପୁରୁଷଙ୍କର ପାଦୁକ ପାଆନ୍ତି ନାହିଁ। ସେ ହେଉଛି ଏଇ ଭୋଗ ଦୋକାନଟି। ଏଇ ଭୋଗ ଦୋକାନୀ ଏ ମହାପୁରୁଷଙ୍କ ପାଖରେ ନମସ୍କାର କରନ୍ତିନି କି ପାଦୁକ ପାଆନ୍ତିନି, କି ଆଙ୍କ ଘରେ ଚଉରା ପୂଜା ନାହିଁ, କି ହିନ୍ଦୁ ଧର୍ମର କୌଣସି ପୂଜା ନାହିଁ। ଆପଣମାନେ ବିଚାର କରିବେ ଏଇଟା କେତେ ଦୂର ଠିକ୍।